କାଲି ଆମ ଗ୍ରୁପ ତରଫରୁ ଆମର ଯୋଉ ପିଲା ଅଛନ୍ତି କାଞ୍ଜିଆରେ ତାଙ୍କର ଗୋଟେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ହଉଥିଲା। ଭାଇ ସେଠୁ ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଥିଲେ। ସେଠୁ ତାଙ୍କୁ ଟୁର୍ଣ୍ଣାମେଣ୍ଟରେ ସବୁ ସରିଲା ପରେ ଫେରୁଥିଲୁ ବାଟରେ ଆମର ଯୋଉ ପଦାକା ରେଲୱେ କ୍ରସିଂ ଅଛି ସେଇଠି ଆମକୁ ଡାଇରେକ୍ଟ ଅଟକେଇକି ଭାଇଙ୍କୁ ବନ୍ଧୁକ ଦେଖେଇଲେ, ମୁଣ୍ଡରେ ବନ୍ଧୁକ ଦେଖିକି କଲେ ବାହାରକୁ ବାହାରେ। ତାପରେ ସାର୍ଟ ଫାର୍ଟ ଘୋଷାଡ଼ିକି ବାହାରକୁ ବାହାର କଲେ। ଆମେ ସେଠୁ କହିଲୁ କ'ଣ ହେଇଛ ଏମିତି କାହିଁ ହଉଛ ନା, ଆଉ ତୁ ବାହାରକୁ ଆସି ତୁ ଦିନକୁ ଦିନ କ'ଣ ଅଭୟବାରୀଙ୍କ ନାଁରେ ଗୋଟେ ଗୋଟେ ପୋଷ୍ଟ କରୁଛୁ, ଆଉ ତୁ ଆଜି ଏଠି ଖାଇବୁ ଆଉ। ଧରିକି ବାଡ଼ା ବାଡ଼ି କଲେ ମତେ। ମୋ ଆଖିକି ବି ଏଇଠି ଏଇ ଆଖିକି ଗୋଟେ ପିଲାଟା ଚାବି ରିଙ୍ଗରେ ଏମିତି ଧରିକି କେଞ୍ଚି ଦେଲା ଏଠିକି। ପୁରା ବି ବାଡ଼େଇକି ସବୁ ମାନେ ପେନ୍ ହେଉଛି ବହୁତ ଜୋରେ। ମେଡ଼ିକାଲ ଫେଡ଼ିକାଲ ଯାଇଥିଲୁ। ତାପରେ ସେଇଠି ଫୋନ୍ କଲା ସାଙ୍ଗେ ସାଙ୍ଗେ ସେଇଠି ଅଭୟରେ କହିଲା ଭାଇ ଆଉ ପିଙ୍କନ ସାହୁକୁ ଆମେ ଧରିଛୁ, ଆଉ କ'ଣ କରିବୁ କୁହ। ତାପରେ ଭାଇକି ତଳେ ପକେଇକି ଘୋଷାଡ଼ିକି ବାଡ଼ା ବାଡ଼ି ସମସ୍ତେ କଲେ। ମୋ ଛାତିକି ମାରୁଛନ୍ତି ଏଗୁଡ଼ା ସବୁ ଆମ୍ପୁ ମାନେ ବେକକୁ ତଣ୍ଟିକି ଧରିକି ଚିପି ଦେଲେ। ତାପରେ ଲୋକ କିଛି ଆସିକି ଛଡ଼ାଛଡ଼ି କଲାଠୁ ତାପରେ ଆମେ ସେଠୁ ପଳେଇ ଆସିଲୁ। କିଏ ସେମାନେ ଆକ୍ରମଣ? ତାଙ୍କ ନାଁ ହେଲା ମନୋଜ କୁମାର ବାରିକ ଜଣେ ଅଛନ୍ତି, ଆଉ ଜଣେ ଅଛନ୍ତି ବିଭୁ ବିଭୁ ପ୍ରସାଦ ବାରିକ। ଯେ ବିଭୁ ପ୍ରସାଦ ବାରିକ ସିଏ ଆସିକି ତଣ୍ଟି ଫାଷ୍ଟ ଧରିକି ମତେ ମାରିଲେ। ତାଙ୍କ ଫଟୋ ବି ଅଛି, ଭିଡ଼ିଓ ବି ଅଛି ପାଖରେ। ଗୋଟେ ବିଜେପିର ଦାଦାଗିରି ନୁହଁ, ବିଜେପିର ଅଭୟ ବାରିକ ତାଙ୍କ ପୁତୁରା ହେବେ ଯୋଉ ବିଭୁ ପ୍ରସାଦ ବାରିକ ସେମାନେ। ସେମାନେ ଆସିକି ବାଡ଼ାବାଡ଼ି କଲେ। ତାଙ୍କ ଦାଦା ହେରିକା ବି ଏମିତି ଆସିଥିଲେ। ଏବେ ଆପଣ କ'ଣ ନ୍ୟାୟ ପାଇଁ କ'ଣ ଯାଉଛି? ଯଦି 24 ଘଣ୍ଟା ଭିତରେ କିଛି ଆକ୍ସନ ନ ହୁଏ ଆମେ ଥାନା ଘେରାଉ କରିବୁ। କାଲି ଆମେ ବ୍ରହ୍ମପୁର ପଞ୍ଚାୟତ ଯୋଉ ଅଛି ତାର କାଞ୍ଜିଆ ଗାଁରେ ଗୋଟେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଥିଲା। ମତେ ଫାଇନାଲ ମ୍ୟାଚରେ ଗେଷ୍ଟ ଭାବେ ଡାକିଥିଲେ। ସେଠି ପଦା ଗାଁ ମଧ୍ୟ ଫାଇନାଲକୁ ଯାଇଥିଲା। ସେଠି ମୁଁ ଫାଇନାଲ ମ୍ୟାଚ୍ ଛାଡ଼ିକି ଯେତେବେଳେ ବ୍ୟାକ୍ କଲି, ପଦା ଗାଁର କିଛି ପିଲା ସେଠୁ ଆଗୁଆ ଆସିକି ପଦା ଗାଁ ଛକ ଯୋଉ ରେବୁଲ କ୍ରସିଂ ପାଖରେ ସେମାନେ ଗୋଟେ ପ୍ଲାନିଂ ଭାବରେ ଗୋଟେ କହିବାକୁ ଗଲେ ସେମାନେ ଏକାଠି ହେଇକିନା ସେଠି ଥିଲେ। ଅନସଡନ ଗାଡ଼ି ଆଗକୁ ପଳେଇ ଆସିଲେ। ଆମ ଡ୍ରାଇଭର ଗାଡ଼ି ରଖିଲା, ସାଙ୍ଗେ ସାଙ୍ଗେ ବନ୍ଧୁକ ଲଗେଇକି ଏ ଗାଡ଼ିରୁ ଓହ୍ଲା, ବହୁତ ଗାଡ଼ି ଗୁଲ ସୋଦାସୋଦି କରିକି ଗାଡ଼ିରୁ ଓହ୍ଲା, ଏ କର ସେ କର। ସେଥିରେ ପୁଣି ନାଁ ବି ନେଉଥିଲେ ଯେ ତୁ ଅଭୟ ବାରିକ ଏଗନେଷ୍ଟରେ ଲେଖୁଛୁ, ଅଭୟ ବାରିକ ନାଁରେ କାହିଁ କହୁଛୁ, ତୁ ବହୁତ ହଉଛୁ, ତୁ ଜବର ଇଏ କଲୁନି, ଏମିତି ବହୁତ ଗୁଡ଼ାଏ ଗାଳି ଗୁଲଜ ମତେ କଲେ। ତାପରେ ଆମ ପିଲାମାନଙ୍କୁ ସାଙ୍ଗେ ସାଙ୍ଗେ ବିଧିବଦ୍ଧ ଭାବରେ ଆକ୍ରମଣ କଲେ। ବହୁତ ଗୁଡ଼ାଏ ସେ ଯୋଉ ଲୁହା ଝଡ଼ଫଡ଼ ସେ ଯୋଉ ରୋଷେଇ ଫୋଷେଇ କରୁଛନ୍ତି ସେଠୁ ଆଣିକି ମରାମରି କଲେ ଆମ ପିଲାମାନଙ୍କୁ। ଯେତେବେଳେ ମାରାମରି କଲେ, ମୁଁ କହିଲି କାହିଁ ମାରୁଛ, କ'ଣ ପାଇଁ, କ'ଣ ହେଇଛି, କ'ଣ ତମର, ମୁଁ କ'ଣ ଅସୁବିଧା କରିଛି? ନା ତୁ ସବୁ ଜିନିଷ ଇଏ କରୁଛୁ, ତୁ ଆମର କ୍ଷତି କରୁଛୁ, ତୋ ପାଇଁ ସବୁ ଜିନିଷ ଘଟୁଛି। ଏଟା ବହୁତ ଗାଳି ଗୁଲଜ, ଖରାପ ଭାଷାରେ ଗାଳି ଗୁଲଜ କଲେ। ତାପରେ ଆମ ପିଲାମାନେ ସେଠୁ ଯେତେବେଳେ ବାଡ଼େଇଲେ ଆମ ପିଲାମାନଙ୍କୁ ମୁଁ ଅଟକେଇବାକୁ ଚେଷ୍ଟା କଲି। ଫାଷ୍ଟ ଯାହା ପିଲାମାନଙ୍କୁ ମାରନି, ଯାହା ହେଇଛି କ'ଣ କରୁଛି, ତମେ କ'ଣ କହୁଛ ତାର ଗୋଟେ ସମାଧାନ ହବ କି କ'ଣ ହେଇଛି ଯଦି ତମେ ଭାବୁଛ ତାହେଲେ ଆମେ ଆମ ପିଲାମାନଙ୍କୁ ଛାଡ଼ିଦିଅ। ସେଠୁ ପିଲାମାନଙ୍କୁ ଛାଡ଼ିଦିଅ କହିବି ଯେତେବେଳେ ସେଠୁ ମତେ ପୁରା ବାଡ଼ାବାଡ଼ି କରିକି ତଳେ ପକେଇକି ସେ ଯୋଉ ତାଙ୍କର ସେ ସେଠି ସେ ପୁଣି ଫୋନ ବି କରିଛି ମୋ ସାମ୍ନାରେ। ସେ କାହା ଗୋଟେ ଭାଇ ବୋଲିକା ଫୋନ କଲା, ଭାଇ ପିଙ୍କନ ସାହୁକୁ ଆମେ ଅଟକେଇ ଦେଇଛୁ, ତମେ ଯାହା କହିବ ସେଇଆ କରିବୁ। ତା ଭାଇ ବୋଧେ ସେଇ ବୋଧେ ଅଭୟ ବାରିକ ଯିଏ ତାକୁ କହିଲା ପିଙ୍କନ ସାହୁକୁ ବାଡ଼ା, ତା ପିଲାଙ୍କୁ ବାଡ଼ା। ସେଥିପାଇଁ ବୋଧେ ବିଧିବଦ୍ଧ ଭାବରେ ଆମକୁ ବାଡ଼େଇଛନ୍ତି, ବହୁତ ଗୁଡ଼େ ବାଡ଼େଇଛନ୍ତି। ମୁଁ କାଲି ଏସ୍ସି ମେଡ଼ିକାଲରେ ମୁଁ ଆଡମିସନ ନେଇଥିଲି, ସବୁ ମେଡ଼ିକାଲ ରିପୋର୍ଟ ହେଇଛି। ରାତି 2ଟାରେ 1:30 2ଟା ପରେ ଆସିଲା ପରେ ଥାନାରେ ଏତଲା ମଧ୍ୟ ଦେଇଛି। ଯେଉଁମାନଙ୍କ ବୋଧ ସେମାନଙ୍କ ନାଁ ପରିଚୟ ଭଲରେ ମୁଁ ଜାଣିନଥିଲି। ଫଟୋ ଯୋଉ ଭିଡ଼ିଓ ଆମ ପାଖରେ ଅଛି, ସେ ଫଟୋ ଭିଡ଼ିଓ ମାଧ୍ୟମରେ କିଛି ନାଁ ଆମେ ଜାଣିବାକୁ ପାଇଲୁ। ସେମାନଙ୍କ ନାଁ ଏଫଆଇଆର ହେଇଛି। ଦେଖାଯାଉ ଯେ ସରକାରୀ ଦଳର ଜଣେ ବିଧାୟକ ପ୍ରାର୍ଥୀ ଆଉ ସରକାର ତାଙ୍କର ଅଛନ୍ତି, ସରକାର ତାଙ୍କ ଉପରେ ଆକ୍ସନ ନେବେ କି ନାହିଁ ସେଟା ଆମ ମନରେ ଗୋଟେ ବହୁତ ସନ୍ଦେହଜନକ କଥା। ସମାଜ ପାଇଁ ଯଦି ଭଲ କାମ କରି ଜଣେ ମାଡ଼ ଖାଇବ, ତାପରେ ତା ପ୍ରତି କିଛି କାର୍ଯ୍ୟାନୁଷ୍ଠାନ ହବନି, ଲୋକଙ୍କର ଭରସା ନିଶ୍ଚିନ୍ତ ଭାବରେ ଆଇନ ଶୃଙ୍ଖଳା ଉପରୁ ଉଠିଯିବ। ସେ ଯୋଉ ଚୋରି ଧରି ନାରୀ କରୁଛି ସବୁ, ଆମେ ଆଠଗଡ଼ରେ ସବୁ ଜିନିଷ ପର୍ଦାଫାଶ କରୁଛୁ। ବିଗତ ଦିନରେ ଆମ ସୋସିଆଲ ମିଡ଼ିଆ ଆଇଡି ଦେଖିବେ, ଆମ ଆଇଡିରେ ଯେ ବହୁତ ଗୁଡ଼ାଏ ସେ ଟିଗିରିଆ ପଥର ଖଣି ହଉ, ବହୁତ ଗୋଚାଲାଣ ହଉ, ସବୁଥିରେ ସେ ବ୍ୟକ୍ତି ସମ୍ପୃକ୍ତ। ସେ ଲୋକ ତା ତା ଭାଇ ବନ୍ଧୁ କୁଟୁମ୍ବ ସେ ପଦା ଗାଁରେ ସେ କ'ଣ କରନ୍ତି ସେ ହିଷ୍ଟ୍ରି ବି ଲୋକ ସମସ୍ତେ ଜାଣିଛନ୍ତି। ବହୁତ ଦୁରାତ୍ମା କରିକି ଲୋକମାନଙ୍କୁ ଯୋଉ ଭଳିଆ ବ୍ୟବସ୍ଥା କରିଛି, ବ୍ୟବସ୍ଥାରୁ ତାକୁ ଲୋକମାନେ ବି ହଟେଇ ଦେଇଛନ୍ତି। ସେ ଯୋଉ ବ୍ୟବସ୍ଥାକୁ ଆସିବାକୁ ଚାହୁଁଥିଲା ସେ କେବେ ବି ସେ ସଫଳ ହବନି। ଯୋଉ ଭଳିଆ ଆମକୁ ହଇରାଣ ହରକତ କରିଛି, ଆଉ ଆମକୁ ଯୋଉ ମାଡ଼ ମାରିଛି, ମାଡ଼ର ଜବାବ ଆଗାମୀ ଦିନରେ ଆଠଗଡ଼ବାସୀ ତାକୁ ଦେବେ। ମୋର କିଛି ଏ ବିଷୟରେ କହିବାର ନାହିଁ। ଯେ ଆମକୁ ଯୋଉ ହଇରାଣ ହରକତଟା କଲେ, ଯୋଉ ମାଇରିଲେ, ଏ ଜିନିଷ ବହୁତ ନିଶ୍ଚିନ୍ତ ଭାବରେ ଆମେ ବହୁତ ଦୁଃଖିତ। ଆମେ ଆଗାମୀ ଦିନରେ କିପରି କାମ କରିବୁ, ପୋଲିସ ସୁରକ୍ଷା ସରକାରଙ୍କୁ ଦବ ନା ସମାଜସେବୀ ଲୋକଙ୍କୁ, ସମାଜରେ କାମ କରୁଥିବା ଲୋକଙ୍କୁ ଦବ, ସେଇଟା ପ୍ରଥମ ପ୍ରଶ୍ନ ଅଛି ଆମ ପାଇଁ। ପୋଲିସ ଯଦି ୟା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରେ, ତାହେଲେ ଥାନା ଘେରାଉ ସହିତ ମୁଖ୍ୟମନ୍ତ୍ରୀ ବାସଭବନ ସହିତ ଆମ ପିଲାମାନେ ସମସ୍ତେ, ଗୋଟିଏ ପିଲା ମୁଁ ନୁହଁ, 500ରୁ 1000 ପିଲା ମୋ ସାଥିରେ ଆଠଗଡ଼ ତିଗିରିଆ ଅଞ୍ଚଳ ସବୁ ଜାଗାରେ ଲୋକଙ୍କ ସୁବିଧା ଅସୁବିଧାରେ ପହଞ୍ଚୁଛନ୍ତି। କାଲି ମଧ୍ୟ ବଡ଼ ମେଡିକାଲରେ ବୋଧ ଯୋଉମାନେ ଦେଖିଥିବେ, ହଜାର ହଜାର ପିଲା ବଡ଼ ମେଡିକାଲ ମୋ ପାଖକୁ ଯାଇଥିଲେ। ବହୁତ ଗୁଡ଼େ ଲୋକ ଆଗାମୀ ଦିନରେ ଯଦି
ଆଇଆଇସି ଆମେ ଆଇଆଇସି କୁ ଆଉ ଗୋଟେ ଜିନିଷ ହେଲା 112 କୁ କଲ୍ କରିଥିଲୁ, ପୋଲିସକୁ ପ୍ରୋଟେକ୍ସନ ମାଗିଥିଲୁ, ବଚସା ଭିତରେ ପୋଲିସ ପ୍ରୋଟେକ୍ସନ ଆମକୁ ଦେଲାନି। ଜାଣି ଶୁଣି ସରକାରୀ ଦଳର ଅବହେବାରୀ କଥାରେ ପୋଲିସ ଆମ ପାଖକୁ ଆସିଲେନି, ସାହାଯ୍ୟ କଲେନି, ଆମେ ମାଡ଼ ଖାଇଲୁ। ସେଇ ଜିନିଷ ଯଦି ପୋଲିସ ୟା ପରେ କିଛି ଆକ୍ସନ ନ ନିଏ, ଆମେ ନେଇ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ହେଉ ପଛେ କିନ୍ତୁ ରାଜରାସ୍ତାରେ ବସିବୁ ପଛେ ନ୍ୟାୟ ପାଇବା ପର୍ଯ୍ୟନ୍ତ ଲଢ଼ିବୁ। ମୁଁ କାଲି ସୋସିଆଲ ମିଡିଆରୁ ରାତିରେ ଜାଣିବାକୁ ପାରିଲି ଯେ ମୋର ଯିଏ ଜଣେ ସୋସିଆଲ ୱାର୍କର ପିଙ୍କନ ସାହୁ ଆଉ ଦିଲ୍ଲୀପ ନାୟକ ଦିଲ୍ଲୁ, ସେ ମୋ ଗାଁର ଗୋଟେ ଉତ୍ସାହୀ ଯୁବକ। ଏମାନେ ଯେ କେବଳ କୌଣସି ଖେଳକୁଦରେ ଭାଗ ନେଉନାହାନ୍ତି କିମ୍ବା ଯାଇ ସହଯୋଗ କରୁନାହାନ୍ତି, ବିଭିନ୍ନ ସାମାଜିକ ସଂଗଠନ ସହିତ ଏମାନେ ଯୋଡ଼ି ହେଇଛନ୍ତି, ଲୋକଙ୍କର ସୁଖ ଦୁଃଖରେ ଛିଡା ହଉଛନ୍ତି। ତ ଏଭଳି ଜଣେ ସାମାଜିକ କର୍ମୀ କି ଏଭଳି ଅମାନୁଷିକ ଭାବେ ମରଣାନ୍ତକ ଆକ୍ରମଣ କରିବା ବଡ଼ ଦୁଃଖର ବିଷୟ। ମୁଁ ଏହାକୁ ଦୃଢ଼ ନିନ୍ଦା କରୁଛି। ଯୋଉମାନେ ନିଜକୁ ସାମାଜିକ କର୍ମୀ ଭାବେ ନିଜକୁ ପ୍ରତିପାଦନ କରିଛନ୍ତି କିମ୍ବା ଲୋକମାନଙ୍କର ସୁଖ ଦୁଃଖରେ ଛିଡା ହଉଛନ୍ତି, ବ୍ଲଡ ଡୋନେସନ କ୍ୟାମ୍ପରେ ହଉ କିମ୍ବା କୋଭିଡ ସମୟରେ ସେମାନଙ୍କର ଯୋଉ ନିର୍ଭୀକ ସେବା ହଉ କିମ୍ବା ଲୋକମାନଙ୍କର ଘର ପୋଡ଼ି ହଉ, ବାତ୍ୟା ହଉ, ବନ୍ୟା ହଉ, ଏବେ ଯୋଉ ଭଳି ଭାବେ ସେମାନେ ଯାଇକି ସ୍ୱତଃପ୍ରବୃତ୍ତ ଭାବେ ଲୋକମାନଙ୍କ ପାଖରେ ପହଞ୍ଚନ୍ତି ଏବଂ ଯାହା ତାଙ୍କର ଯତ୍କିଚିତ ପେଟରୁ କାଟି ସହଯୋଗ କରନ୍ତି କିମ୍ବା ସହଯୋଗର ହାତ ବଢାନ୍ତି, ଏଭଳି ସାମାଜିକ କର୍ମୀ ମାନଙ୍କ ଉପରେ ଏଭଳି ମରଣାନ୍ତକ ଆକ୍ରମଣ ଏ ବହୁତ ନିନ୍ଦନୀୟ ଘଟଣା। ଯାହା ଆମେ ସୋସିଆଲ ମିଡିଆରୁ ଜାଣିବାକୁ ପାଉଛୁ ଏବଂ ତାଙ୍କ ମୁହଁରୁ ଶୁଣିବାକୁ ପାଉଛୁ, ବର୍ତ୍ତମାନ ଆଠଗଡର ବିଜେପି ବିଧାୟକ ପ୍ରାର୍ଥୀ ଅଭୟ ବାରିକଙ୍କ ଭାଇ ଏବଂ ତାଙ୍କର କିଏ ବନ୍ଧୁବାନ୍ଧବ ମିଶିକି ଏଭଳି ଆକ୍ରମଣ କରିଥିବା କଥା ପିଙ୍କନ ସାହୁ ଏବଂ ଦିଲ୍ଲୀପ ନାୟକ ପ୍ରକାଶ କରିଛନ୍ତି। ତେଣୁ ଯଦି ଏହା ସତ୍ୟ ହୋଇଥାଏ, ଏ ଗୋଟେ ସାଂଘାତିକ ଘଟଣା। ଏବଂ ମୁଁ ଆପଣଙ୍କର ଗଣମାଧ୍ୟମ ମାଧ୍ୟମରେ ମୁଁ ସମସ୍ତ ସାମାଜିକ କର୍ମୀ ମାନଙ୍କୁ ଏବଂ ସରକାରଙ୍କୁ ଅପିଲ କରୁଛି ଯେ ଏଭଳି ଅମାନୁଷିକ ଘଟଣା ପାଇଁ ସମସ୍ତେ ନିନ୍ଦା କରିବା ଉଚିତ ଏବଂ ଦୃଢ ପ୍ରତିବାଦ କରିବା ଉଚିତ। ଏଭଳି ଘଟଣା ଆଗକୁ ଯେମିତି ନ ଘଟେ। ବିଜେପି କହୁଛି ଲୋକଙ୍କ ସରକାର, ଇଏ ଲୋକମାନଙ୍କୁ ଯୋଉ ବିଜେପି ନେତା ମାନେ ଆକ୍ରମଣ କରୁଛନ୍ତି ଗୋଟେ ନିନ୍ଦନୀୟ ନୁହେଁ? ନାଇଁ ଠିକ କଥା, ବିଜେପି ଲୋକଙ୍କ ସରକାର ହେଇକି କାମ କରନ୍ତୁ, କିନ୍ତୁ ବିଜେପି ନାଁରେ କଳଙ୍କ ବୋଳୁଥିବା ଲୋକମାନଙ୍କୁ ଦଳରେ ନ ରଖନ୍ତୁ। ଇଏ ହଉଛି ସବୁଠୁ ବଡ ନିନ୍ଦାର ଘଟଣା। ବିଜେପି ଦଳ ନାଁରେ ଲୋକମାନଙ୍କୁ ଆକ୍ରମଣ କରିବା, ଲୋକଙ୍କୁ ବିରୋଧ କରିବା, ଲୋକଙ୍କର ଭଲ କାମକୁ ବିରୋଧ କରିବା, ଏଇଟା କଣ ବିଜେପି ଦଳ କହିଛି ନା ଲୋକଙ୍କ ସରକାର କହିଛି ଏଭଳି କାମ କରିବା ପାଇଁ? ଏ ଠିକ ନୁହଁ। ବିଜେପିର ତ ବହୁତ ନେତା ବୁଲୁଛନ୍ତି, ବହୁତ କାମ କରୁଛନ୍ତି, ସରକାର ତାଙ୍କର ଆସିଛି, ସେମାନେ କାମ କରିବାର ସୁଯୋଗ ପାଇଛନ୍ତି, କାମ କରନ୍ତୁ, ଏଥିରେ କିଛି ଅସୁବିଧା ନାହିଁ। ଲୋକ ଇଏ ହଉଛି ସମ୍ପୂର୍ଣ୍ଣ ଖୋଲମଖୋଲା ଦାଦାଗିରି ଏବଂ ଏଇଟା ହଉଛି ତାଙ୍କର ନିଜସ୍ୱ କାର୍ଯ୍ୟକ୍ରମ। ୟାକୁ କୌଣସି ସରକାରୀ ସ୍ତରରେ ସହଯୋଗ କରାଯିବା ଉଚିତ ନୁହେଁ।